श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण अष्टम स्कंध षोडश अध्याय। श्रीशुक उवाच शृण परीक्ष नृपमणि कश्यप मुखं वाक्य शुणे चित्ते कल्पिला अंतर्गते विधिपूर्वक पयव्रते। द्वादश दिने पयव्रत कला से होई आनंदित एकाग्र चित्ते हरि पादे सेवा कल्पिला अप्रमादे। सुदृढ़ मने बुद्धि बळे इंद्रास्त्र धइला निश्चले। अदिति पयव्रत तो से विष्णु मिलिले तार पासे। शरीर जेने नील घन पीतबसन परिधान आजानु लंबे चारि भुजे गदा कमल चक्र साजे। समीपे विष्णु रूप देखी उन्मिल कला बेनी आखी उठिला शोक गद गदे शिरे निवेशी पद्म पादे। भूमि रे दंडवते सोई कर अंजलि शिरे देई आनंद सागरे बुड़िला निज शरीर पासरिला। शरीर कंपिला विकले कंठ कुंठित सृजले बदनु वचन न स्फुरे प्राण होइला कंठ द्वारे। चकरी चंद्र देखी जेन्हे अमृत पियई लोचने मन निवेशी कृष्ण पादे आनंदे शोक गद गदे। बोइला विष्णु मुख चाहि सानंदे शिरे कर देई। अदिति उवाच यज्ञ पुरुष यज्ञनाथ तोर चरणे सर्वतीर्थ सर्वमंगल तोर नाम रूप रपु सर्वकर्म शरणागत दुख हर तो नाथ करुणा सागर। करुणागत विश्वरूपी विश्वभावन विश्वव्यापी स्थिति संयम संहारण तु नाथ परम कारण। आत्मा संपद बुद्धि ज्ञान तोर प्रसन्ने पांति जन। कैवल्य ज्ञानर संतोषे अन्ते परम पदे मिशे। भनाथ तोहर चरण निर्भये पशिली शरण सकल दुर्गम तरन्ति जन्म मरण निस्तरन्ति। भनाथ प्रभु आदि मूल शुणिमा मोहर विकल दुखे कंपित मोर प्राण तो पादे पशिली शरण। पुत्रे न रहन्ति स्वर्ग रे भनाथ शरण तोहरे। सपत्नी दुख कि न जानो तो नाथ अंतर्यामी जेणु। शुणी अदितिर वचन प्रसन्न कमल लोचन आदित्य वदन नाई कहन्ति
ମୁଁ ଜାଣେ ତୋର ମନରଥ ବଳି ଯେ ସ୍ୱର୍ଗ ବଳେ ନେଲା ବିକଳେ ଇନ୍ଦ୍ର ପଳାଇଲା ଦେବେ ମାରିବେ ତାଙ୍କୁ ରଣେ କାନ୍ଦିବେ ଦୈତ୍ୟ ନାରୀ ଗଣେ ସ୍ୱାମୀ ମରଣେ ଅତି ଦୁଃଖୀ ତୁ ତାହା ଦେଖି ହେବୁ ସୁଖୀ ସ୍ୱର୍ଗେ ବସିବ ଇନ୍ଦ୍ର ତୋର ସଙ୍ଗତେ ଘେନି ସର୍ବସୁର ସକଳ ସମ୍ପଦ ମିଳିବ ତ୍ରିଲୋକ ନିଶ୍ଚଳେ ପାଳିବ ଏମନ୍ତ ଚିତେ କଲୁ ତୁହି ଶୁଣ କହିଲି ଯାହା ମୁହିଁ ଅସୁରେ ଥାଇ ସ୍ୱର୍ଗପୁର ବଳେ ହୋଇଲେ ବଳିୟାର ଏକଥା ଭଲେ ମୁଁ ଜାଣଇ ତୋର ପୁତ୍ରଙ୍କୁ ଭୟ ନାହିଁ କେମନ୍ତେ ତୋହରକୁ ମରେ ସୁଖେ ବସିବେ ସ୍ୱର୍ଗପୁରେ ତୁଜେ ମୋହର ପାଦ ଯୁଗେ ସେ ବିଲୁପୟ ବ୍ରତ ମାର୍ଗେ ସେ କଥା ଅନ୍ୟଥା ନହିବ ଏହା ଜାଣନ୍ତି ବ୍ରହ୍ମା ଶିବ ତପେ ତୁ ତୋଷି ଅଛୁ ମତେ ଇନ୍ଦ୍ର ସମ୍ପଦ ରକ୍ଷା ଅର୍ଥେ ମୋର ସେବା ବ୍ରତ ଫଳ କେବେ ହେନୁ ହୋଇ ବିଫଳ ମୁହିଁ ସେ ଅଂଶେ ତୋର ଗର୍ଭେ ଜନ୍ମିବି ପୟ ବ୍ରତ ଭାବେ ଏ ବ୍ରତ ମହିମା ଅନନ୍ତ ଅବଶ୍ୟ ତୋତେ ଲଭେ ସୁତ ତୋର ପୁତ୍ରଙ୍କୁ ମୁଁ ରଖିବି ଶତ୍ରୁଙ୍କ ଭୟ ନିବାରିବି ନିଶ୍ଚୟ ରଖିବି ଦେବକୁଳ ତୁ ସ୍ୱାମୀ ସଙ୍ଗେ କର ମେଳ ଏ ବ୍ରତ ଫଳ ତେବେ ପାଇ ବିଶ୍ୱାସେ ପରକୁ ନ କହି ସର୍ବସମ୍ପଦ ଲଭ ତୁହି ଦେବତା ମାନେ ତେ କହି ଶ୍ରୀ ଶୁକ ବାଚ ତକ୍ଷଣେ ହୋଇଲେ ଅନ୍ତର ଶୁଣ ପରୀକ୍ଷ ନୃପ ବର ଏମନ୍ତେ ବିଷ୍ଣୁର ବଚନେ ଅଦିତି ଜାନ୍ତେ ତ ସମନେ ଆନନ୍ଦେ ପ୍ରଭୁ ଋଷିକେଶ କଶ୍ୟପ ଶରୀରେ ପ୍ରବେଶ ବିଷ୍ଣୁର ତେଜ ବହୁ ଶଶୀ ରବି ଉଦିତ ପ୍ରାୟ ଦିଶି ଅମର ଗୁରୁ ଲଗ୍ନ ବେଳେ ଉଚ୍ଚେ ଅଛନ୍ତି ଗ୍ରହ ବଳେ ମୁହୂର୍ତ୍ତ ନାମ ଅଭିଜିତେ ପତି କାମିନୀ ଏକ ଯୁକ୍ତେ ରତି ଆନନ୍ଦେ ରତି ବୀର୍ଯ୍ୟେ ଗର୍ଭ ସଞ୍ଚାରେ ତେଜ ପୁଞ୍ଜେ ଦାରୁ ଘର୍ଷଣେ ଅଗ୍ନି ଜେନେ ବାୟୁ ସଂଯୋগে ଲାଗେ ବନେ ଅଦିତି ବିଷ୍ଣୁ ଗର୍ଭ ଧରି ଶଶାଙ୍କ ପ୍ରାୟ ମନହାରି ଦିଶେ ଅଦିତି ରୂପ କାନ୍ତି ଦିନକୁ ଦିନ ବଢ଼େ ଜ୍ୟୋତି ଅଦିତି ଗର୍ଭରେ ସଞ୍ଚାର ସେ କଥା ଜାଣି ବେଦବର ରଜନୀ କାଳେ ବ୍ରହ୍ମା ଆସି ଅଦିତି ନିଦ୍ରା ସ୍ଥାନେ ବସି ଗର୍ଭକୁ ଚାହିଁ ପ୍ରଜାପତି ଆନନ୍ଦେ କଲେ ଦିବ୍ୟ ସ୍ତୁତି ବ୍ରହ୍ମବାଚ ଜୟ ଅନନ୍ତ ତୋର ନାମ ନମ ନମସ୍ତେ ତ୍ରିବିକ୍ରମ ନମ ବ୍ରାହ୍ମଣ ଭାଗବତ ନମସ୍ତେ ତ୍ରିଗୁଣ ଅର୍ଜିତ ନମସ୍ତେ କୃଷ୍ଣି ଗର୍ଭ ରୂପୀ ନମସ୍ତେ ସର୍ବଲୋକ ବ୍ୟାପୀ ତ୍ରିନାଭ ବିଷ୍ଣୁ ବେଦ ଇଷ୍ଟ ହେ ବଦ ଗର୍ଭ ହେ ତ୍ରିପିଷ୍ଟ ଏ ସୃଷ୍ଟି ଆଦି ଅନ୍ତ ମଧ୍ୟେ ତୁ ନାଥ ବିହରୁ ଆନନ୍ଦେ ତୁମ୍ଭେ ଅନନ୍ତ ଶକ୍ତି ଧର ମନ ବଚନେ ଅଗୋଚର ତୁ କାଳ ରୂପୀ ଜଗତ ସର୍ଜି ପାଳନ
କରୁଅନ୍ତ ନିରଜେ ଶନେ ସୃଷ୍ଟି ଅନ୍ତେ ପଶେ ଜଳଧି ଗର୍ଭ ଗତେ ସ୍ଥାବର ଆଦି ଜନ୍ମ ହରି ତୁ ସବୁ ଆତ୍ମା ରୂପ ଧରି ତୋର ମାୟାର ବଳେ ଜନେ ତୋ ରୂପ ଜାଣିବେ କେଶନେ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର ତତହୁଁ କେ ଅଛି ଅପାର ଜଳେ ପଡ଼ନ୍ତି ଯେଉଁ ପ୍ରାଣୀ ସେ କେବେ ନ ଲଭେ ତରଣୀ ସେ କାହିଁ ଜଳଧି ତରିବେ ଯେ ନ ପଶନ୍ତି ତୋର ଭାବେ ଏମନ୍ତ କରି ନାନା ସ୍ତୁତି ନିଜ ଭୁବନେ ପ୍ରଜାପତି ଆନନ୍ଦ ମନେ ବ୍ରହ୍ମା ଗଲା ଶୁଣ ରାଜନ ବିଷ୍ଣୁ ଲୀଳା ଭାଷା ପ୍ରବନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ ବାମନ ରୂପ ଧରି ଏବେ ବିଷ୍ଣୁ ଯେ ବଳି କି ଛଳିବେ ଏକଥା ଏକ ମନେ ଶୁଣି ତରିବ ଭବ ତରଙ୍ଗିଣୀ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାಂ 82 ଅଷ୍ଟମ ସ୍କନ୍ଧେ ବିଷ୍ଣୁ ଅଦିତି ଗର୍ଭଗତେ ନାମ 16 ଅଧ୍ୟାୟ। ସପ୍ତଦଶ ଅଧ୍ୟାୟ। ଶ୍ରୀ ଶୁକ ଉବାଚ ଶୁଣ ଅଭିମନ୍ୟୁ ନନ୍ଦନ କେମନ୍ତେ ଜନ୍ମିଲେ ବାମନ ଯେ ହରି ପୟ ବ୍ରତ ଫଳେ ଜନ୍ମିଲେ ଅବନି ମଣ୍ଡଳେ ତାର ଚରିତ ଶୁଣ ଏବେ ଯେମନ୍ତେ ବଳିର ପ୍ରସ୍ତାବେ ବ୍ରହ୍ମାର ସ୍ତୁତି ଶୁଣ ତ ସେ ହରି ପରମ ପୁରୁଷେ ଅମୃତ ଭାବ ଯେ ଶରୀର ହେଲେ ବାମନ ଅବତାର ଗଗନେ ଉଦେ ଦିବାକର ବାମନ ଉଦରୁ ବାହାର ଅଦିତି ଗର୍ଭ ଭୂମି ଗତେ ବାମନ ଦେଖିଲା ଅଗ୍ରତେ ନୀଳ ନିରୋଧ ତନୁ ବର୍ଣ୍ଣ ପ୍ରକାଶ କମଳ ଲୋଚନ ଆଜାନୁ ଲମ୍ବେ ଭୁଜ ଚାରି ଶଙ୍ଖ କମଳ ଗଦା ଧରି ପୀତବସନ କଟି ମାଝେ ତଡ଼ିତ ନୀଳ ମେଘ ସାଜେ ରତ୍ନକୁଣ୍ଡଳେ ଶ୍ରୁତି ଯୁଗେ ଶ୍ରୀବତ୍ସ ଚିହ୍ନ ହୃଦ ଭାଗେ କଣ୍ଠେ ଲମ୍ବଇ ବନମାଳ ସୁନ୍ଦର ଅଳତା କପଳ ପ୍ରସନ୍ନ ମୁଖେ ହାସ ଦିଶେ ସଲିଳେ କମଳ ପ୍ରକାଶେ ଜଳଧି ଉଛୁଳେ ଉଲଳେ କାନନେ ନାନା ପୁଷ୍ପ ଲୋଳେ ଋତୁବହଇ ଗୁଣବନ୍ତେ ପ୍ରସରେ ଶରଦ ବସନ୍ତେ ସୁଗନ୍ଧ ପବନ ଆମୋଦେ ଗଗନେ ମଙ୍ଗଳ ଶବଦେ ଭୂମିରେ ବିପ୍ରବେଦ ନାଦେ ଅନଳ ପୂଜନ୍ତି ସନ୍ନିଧେ ଗ୍ରହ ନକ୍ଷତ୍ର ଶୁଭ ବେଳେ ପର୍ବତେ ରହିଲେ ନିଶ୍ଚଳେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଶ୍ରବଣା ଯେ ରକ୍ଷ ମୁହୂର୍ତ୍ତ ନାମ ଅଭିଜିତ ଗ୍ରହ ନକ୍ଷତ୍ର ସୁପ୍ରଶସ୍ତ ସର୍ବ ନକ୍ଷତ୍ରେ ତାରା ଗଣେ ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ବିଜୟା ନାମ ମଧ୍ୟାୟନେ ଶଙ୍ଖ ଦୁନ୍ଦୁଭି ବାଦ୍ୟ ଶୋନେ ମୃଦଙ୍ଗ ପଟହ କଂସାଳ ଦୁନ୍ଦୁଭି ଭେରି ବାଦ୍ୟ ଗୋଳ ବଜାନ୍ତି ଗୋମୁଖାନକ ପ୍ରଣବ ତୁରି ଯେ ଅନେକ ସୁଗୀତ ବାଦ୍ୟ ନୃତ୍ୟ ଗୋଳେ ଦିଗ ଉଛୁଳିଲା ତ ମୂଳେ ନାଚନ୍ତି ଅପସରା ବୃନ୍ଦେ
ଗନ୍ଧର୍ବ ତାଳ ଯନ୍ତ୍ର ବାଦ୍ୟେ ଦେବତା ମୁନି ପିତୃଗଣେ ଅଗ୍ନି ସମେତ ଜଣେ ଜଣେ ସୁପର୍ଣ୍ଣ ସିଦ୍ଧି ବିଦ୍ୟାଧର ସହ କିಂ ପୁରୁଷ କିନ୍ନର ଚାରଣ ଯକ୍ଷ ରକ୍ଷ ଆଦି ପିଶାଚ ଗୁହ୍ୟକ ପ୍ରସିଦ୍ଧି ସ୍ତୁତି ବଚନେ ଗୀତ ସ୍ୱରେ ପୁଷ୍ପ ବର୍ଷନ୍ତି ନିରନ୍ତରେ ଅଦିତି ପରେ ପୁଷ୍ପ ବୃଷ୍ଟି ଦେବେ ଖଣ୍ଡିବ ଜନ୍ମରିଷ୍ଟି ଅଦିତି ନିଜ ପୁତ୍ର ଦେଖି ନିର୍ମଳ କଲା ବେନି ଆଖି ଯେ ହରି ନିଜ ଯୋଗ ତେଜେ ଜନ୍ମିଲେ କାଶ୍ୟପର ବୀର୍ଯ୍ୟେ କଶ୍ୟପ ଜୟ ଜୟ ବାଣୀ ମଙ୍ଗଳ ବେଦନାଦ ଭଣୀ ତକ୍ଷଣେ ପ୍ରଭୁ ଭଗବାନ ରୂପ ପ୍ରକାଶିଲେ ବାମନ ଦେଖନ୍ତି ସ୍ୱର୍ଗେ ଦିଗ ପାଳେ ଦେବୀ ଦେବତା ଅନ୍ତରାଳେ ବଟୁ ବାମନ ରୂପ ଦେଖି ମୁନିଏ ଆଶ୍ରମ ଉପେକ୍ଷି ପରମ ହର ସେ ମିଳିଲେ ଜୟ ମଙ୍ଗଳା ସ୍ତୁତି କଲେ ବିଧାତା ଆଦି ମୁନି ତୁଲେ ପୁତ୍ରର ଜାତ କର୍ମ କଲେ ବାମନ ଉଗ୍ର କର୍ମ ଦେଖି ସବିତା ଗଗନେ ଉପେକ୍ଷି ସବିତା ମନ୍ତ୍ର କର୍ଣ୍ଣେ କହେ ଜଣେ ସବିତା ତେଜ ବହେ ଅମ୍ବିକା ଦେଲେ ଭିକ୍ଷା ଆଣି ସଙ୍ଗତେ ଘେନି କମଳିନୀ ଋଷିଏ ବ୍ରହ୍ମ ତେଜ ଦେଲେ ସ୍ତୁତି ବଚନେ ସ୍ତୁତି କଲେ ନର୍ମଦା ନଦୀର ଉତ୍ତରେ ଭୃଗୁ କଚ୍ଛପେ ବିପ୍ରବରେ କଶ୍ୟପ ହୋମ କରାଇଲେ ବିଧାତା ପୁରୁଷର ବୋଲେ ଏମନ୍ତ ଧରି ଦିବ୍ୟ ପୂର୍ତ୍ତି ଦେଲେ ଅନଳେ ପୂର୍ଣ୍ଣାହୁତି ଋତି ଯେ କରି ନାନା ବିଧି ବଳିର ମତେ ଅସମେଧି କରାଇ ନିଜ ମନ୍ତ୍ର ବଳେ ଅମରେ ସ୍ଥାପିବ ନିଶ୍ଚଳେ ସେ କଥା ଜାଣିଣ ବାମନ ପ୍ରତ୍ୟକ୍ଷେ କଲେ କଗମନ ବଳି ଭୁବନେ ବିଷ୍ଣୁ ଜାନ୍ତେ ଭୂମିକମ୍ପଇ ପଦାଘାତେ ବଳିକୁ ଯଜମାନ କରି ମିଳି ଭୃଗୁଙ୍କୁ ଆଗ କରି ଯଜ୍ଞ କରନ୍ତି ମନ୍ତ୍ର ବଳେ ଯେମନ୍ତେ ଅମର ମଣ୍ଡଳେ ବଳି ବସିଲା ଦୃଢ଼ ଚିତେ ନିୟତେ ଜନ୍ମ ପରିଜନ୍ତେ ଏମନ୍ତେ ବଳି ଯଜ୍ଞ ବାଟେ ବାମନ ମିଳିଲେ କପଟେ ତପନ ଦେଖି ତାରା ପନ୍ତି ଯେସନେ ହନ୍ତି ହତ ଜ୍ୟୋତି ଭାର୍ଗବ ଆଦି ପୁରୋହିତେ ସଦସ୍ୟ ଯଜମାନ ଯେତେ ବାମନ ତେଜେ ଅସ୍ତ ଗଲେ ତମ ଯେ ସନେ ପ୍ରାତ କାଳେ ନ କରି ପାରି ଅନୁମାନ ସର୍ବେ ହୋଇଲେ ହତ ଜ୍ଞାନ ରବି ଶଶାଙ୍କ କିବା ବହ୍ନି ମିଳିଲେ ନିଜ ତେଜ ଘେନି ଯେତ ହେଇଥିଲେ ବ୍ରହ୍ମା ସୁତ ଯଜ୍ଞ ପ୍ରୋକ୍ଷଣେ ଉପଗତ ଏମନ୍ତେ ଜାଣି ନ ପାରିଲେ ବାମନ ତେଜେ ଅସ୍ତ ଗଲେ ଚାହାନ୍ତି କୁତ୍ସିତ ଲୋଚନେ କେହି ନ ଜାଣି ଅନୁମାନେ କାହାରି ଦେହେ ନାହିଁ ଜ୍ଞାନ କ୍ଷଣେ ରହିଲେ ଖେଦ ମନ ସେ ଜଳ କମଣ୍ଡଳୁ ଘେନି କରିଣ ସାମବେଦ ଧ୍ୱନି
ମିଳିଲେ ଯଜ୍ଞରେ କପଟ ବାମନ ନୃପତି ନିକଟ କଟିରେ କୃଷ୍ଣାଜିନ ସୋହେ ଖର୍ବ ଶରୀରେ ଜନମ ହେ ବେଷ୍ଟିତ କଟିରେ ମେଖଳା ଯଜ୍ଞ ପବିତ କ୍ଷମାଳା ଅଦ୍ଭୁତ ବାମନ ଶରୀର ଶିରେ ବିରାଜେ ଜଟା ଭାର ମାୟା ବାମନ ରୂପ ଦେଖି ତକ୍ଷଣେ ଆସନ ଉପେକ୍ଷି ଭୃଗୁ ସହିତେ ଶିଷ୍ୟ ଯେତେ ଆସନ ଉଠିଲେ ତୋରିତେ ଅଞ୍ଜଳି ହସ୍ତ କରି ବେଗେ ମିଳିଲେ ବାମନର ଆଗେ ବଳି ବାମନ ମୁଖ ଚାହିଁ ଆସନ ଦେଲା ବେଗେ ନେଇ ଚରଣେ ନମସ୍କାର କରି କୁଶଳ ବାରତା ପଚାରି ଉତ୍ତମ ଜଳେ ଧୋଇ ପାଦ ଆନନ୍ଦେ କଣ୍ଠ ଗଦ ଗଦ ପାଦ ଉଦକ ଘେନି ଶିରେ ଲୋମହର ସକଳେ ବରେ ଯାର ଚରଣେ ଶେଷ ଜଳ ଖଣ୍ଡଇ ସର୍ବ ମଙ୍ଗଳ ଗିରିଶ ପରମ ଭକ୍ତିରେ ଯେ ପାଦୋଦକ ଧରେ ଶିରେ ବଳି ଯେବେ ନିଗର ଯୋଡ଼ି କହେ ବାମନ ପାଦେ ପଡ଼ି ବଳିବାଚ ପବିତ୍ର ନମେ ତୋ ଚରଣେ ଅଶେଷ କୁଶଳ କାରଣେ ବ୍ରହ୍ମ ଋଷିଙ୍କ ତେଜ ପ୍ରାୟ ମୁହିଁ ଦେଖଇ ତୋର ଦେହ ତୁ ବ୍ରହ୍ମ ସ୍ୱରୂପ ସାକ୍ଷାତେ ତୋ ରୂପ ନାହିଁ ଏ ଜଗତେ କି ଅର୍ଥେ ତୋହର ଆଗମ କହ ତୋହର କିସ ନାମ ମୋ ପିତୃ ଗଣେ ଆଜି ତୋଷ ପବିତ୍ର ମୋର ଗୃହବାସ ଆଜି ମୋ ସଫଳ ଜୀବନ ଯେଣୁ ତୁମ୍ଭର ଆଗମନ ପବିତ୍ର ହୋଇଲା ମୋ କୂଳ ଲଭିଲି ସତ କ୍ରତୁ ଫଳ ଆଜ ନଳ ଘୃତ ଗ୍ରାସେ ତ ସେ ଚଳିବେ ନିଜ ବାସେ ଏ ଗୃହ ପବିତ୍ର ମୋହର ନିର୍ମଳ ଆଜ ସର୍ବପୁର ଭୋବି ପ୍ରଦାନ ମାଗ ମୋତେ ଯେ ଅବା ଇଚ୍ଛା ତୋର ଚିତ୍ତେ ଗୋରୁ କାଞ୍ଚନ ଦିବ୍ୟପୁର କିବା ପ୍ରାସାଦ ମନୋହର ଗ୍ରାମ ପାଟଣା କନ୍ୟା ଧନ ଅମୂଲ୍ୟ ରତ୍ନ ବା ସୁବର୍ଣ୍ଣ ଅନବସନ ଆଦି ଯେତେ ଭବି ପ୍ରବର ମାଗ ମୋତେ ଗଜ ତୁରଙ୍ଗ ସତରି ରଥି ପଲଙ୍କ ଆଦି କରି କିବା ତୋହର ହିତେ ଯେତେ ଭବି ପ୍ରମାଗ ଅନୁମତେ ଦେବି ମୁଁ ଏ ସତ୍ୟ ବଚନ ଦ୍ୱାରା ତ ନୟ ବା ଜୀବନ ଏମନ୍ତ ବଳି ଶୁଦ୍ଧ ଚିତ୍ତେ କହିଲେ ବାମନ ଗ୍ରତେ ଏମନ୍ତେ ବଳି ବାକ୍ୟ ଶୁଣି ବିଷ୍ଣୁ ସ୍ୱଭାବେ କୁଶ ପାଣି ମଙ୍ଗଳ ସ୍ୱରେ ବେଦ ଧ୍ୱନି କରନ୍ତି ବଳି ମନ ଘେନି ତିନି ଭୁବନ କମ୍ପେ ନାଦେ ସୁଜନ ମନ ବିଷ୍ଣୁ ପାଦେ କହଇ ବିପ୍ର ଜଗନ୍ନାଥ ପ୍ରାକୃତ ବନ୍ଧେ ଭାଗବତ इति श्रीमद्भागवते महापुराणे पारमहंस्यां संहितायां 82 अष्टमस्कन्धे बलिभुवने वेदध्वनिकरणे नाम 17 अध्याय। 18 अध्याय। श्रीशुक उवाच बलिर वचन शुणि सन्तोषे प्रभु
ଚକ୍ରପାଣି ବଳି ବାକ୍ୟକୁ ସ୍ତୁତି କରି ବଟୁ ବାମନ ରୂପ ଧରି ବୋଲନ୍ତି ମଧୁର ବଚନ ସେ ବାକ୍ୟ ମୋହ ପ୍ରାଣୀ ମନ। ଶ୍ରୀ ଭଗବାନ ବାଚ ହେ ବଳି ଧନ୍ୟ ତ ବଚନ କୂଳ ଉଚିତ ସୁଶାସନ ଧର୍ମ ସମ୍ଭୂତ ଯଶସ୍କର ଅର୍ଥୀ ଜନକୁ ସୁଧାକର ଯାହାର ବଂଶେ ପୁରୋହିତ ଭାର୍ଗବ ପଦ୍ମ ଯୋନିଯୁତ ପ୍ରହ୍ଲାଦ ଯାର ପିତାମହ ବିଷ୍ଣୁ ଭଜନେ ମହାଶୟ ବ୍ରାହ୍ମଣେ ଦାନ ତୁମ୍ଭ କୂଳେ ପ୍ରସିଦ୍ଧ ଭୁବନ ମଣ୍ଡଳେ ଯାହାର ବଂଶେ ରଣତୀର୍ଥ ସଂଗ୍ରାମେ ନୁହନ୍ତି ନିଶତ ଅତିଥି ଆଗମନେ ସୁଖୀ ଦୁଃଖୀ ଜନଙ୍କ ଦୁଃଖେ ଦୁଃଖୀ ନିର୍ମଳ ଯଶ ଯାର କୂଳେ ବିଖ୍ୟାତ ଏ ମହି ମଣ୍ଡଳେ ପ୍ରହ୍ଲାଦ ଜାତ ଯେଉଁ କୂଳେ ଯେହ୍ନେ ଶଶାଙ୍କ ତାରା ମେଳେ ଯେ ବଂଶେ ହିରଣ୍ୟାକ୍ଷ ବୀର ଦେବ ମାନବେ ଅଗୋଚର ହିରଣ୍ୟ ଦୈତ୍ୟ ଗଦା ପାଣି ଏକାକୀ ଭ୍ରମଇ ଧରଣୀ ତାହାର ସଙ୍ଗେ ଗଦା ଯୁଧେ କେହି ନ ଗଲେ ରଣ ମଧ୍ୟେ ଶୁକର ରୂପେ ପୂର୍ବେ ହରି ଦନ୍ତାଗ୍ରେ ଧରଣୀ ଉଦ୍ଧରି ତାହାର ଆଗମନ କାଳେ ସେ ହରି ଥିଲେ ମହାଜଳେ ବରୁଣପୁରେ ଦୈତ୍ୟାରି ସଙ୍ଗେ ହିରଣ୍ୟ ଯୁଦ୍ଧ କରି ଅନେକ ମାୟା ଯୁଦ୍ଧ କଲା ବିଷ୍ଣୁର ପଦାଘାତେ ମଲା ସେ ହରି ହିରଣ୍ୟାକ୍ଷ ମାରି ଦନ୍ତାଗ୍ରେ ଧରଣୀ ଉଦ୍ଧରି ଆତ୍ମାକୁ ଜୟୀ ପ୍ରାୟ ମୟୀ ସକଳ ସଭା ମଧ୍ୟେ ଭଣୀ ଅନୁଜବଦ୍ଧ ଶୁଣି ରଣେ ହିରଣ୍ୟ କଶିପୁ ତକ୍ଷଣେ ଭ୍ରାତୃମରଣେ କ୍ରୋଧ କରି ପ୍ରଚଣ୍ଡ ଶୂଳ করে ଧରି ସମନ ତୁଲ୍ୟ କୋପ ମନେ ମିଳିଲା ବିଷ୍ଣୁର ଭୁବନେ ଗୋବିନ୍ଦ ତାର আগমনে দেখি ভাবিলে মনে মনে ক্রোধান্ত প্রায় শূଳ তোଳି দেখি ধাইলে মহাবলী ସେ ହରି ମାୟା ଯୋଗ ବଳେ ଅଦ୍ଭୁତ ଦେଖି ପଳାଇଲେ ଅସୁର ମନେ ବିଚାରଇ ଏ ମୋର ମାରି ଅଛି ଭାଇ ଏହାକୁ ପ୍ରାଣେ ନାଶ କଲେ ତେବେ ଜୀବନ ଥିବ ଭଲେ ଏମନ୍ତେ ଚିନ୍ତି ଶୂଳ ଧରି ପଛେ ଧାଇରେ ରୋଷ ଭରି ଭଏ ପଳାନ୍ତି ତାଙ୍କୁ ଦେଖି ସଭ୍ରମେ ଭୁବନ ଉପେକ୍ଷି ତେଣେ ପଳାନ୍ତି ନର ହରି ପଛେ ଅସୁର ଗଦା ଧରି ସେ ବିଷ୍ଣୁ କରନ୍ତି ବିଚାର ସ୍ୱଭାବେ ଅଜୟ ସୁର ଏହାକୁ ମାୟା ମୁନ କଲେ ନହିଲେ ନ ରହିବ ଭଲେ ଏହା
ନିର୍ଭୟେ ନିଜ ପୁରେ ଯାଇ ମୋର ବିଷয়ে ଦହି କ୍ରୋଧ କରଇ ଭୈରବନାଦ ଶବଦେ ଭୁବନ କମ୍ପିଲା ସମୁଦ୍ର କୂଳକୁ ଲଙ୍ଘିଲା ସେ ବୀର ବିଚାରଇ ମନେ ଏତ ଲୁଚିଲା ମନ ଛନେ ନିଶ୍ଚୟ ସେ ବୈକୁଣ୍ଠ ଗଲା ଏମନ୍ତ ବୋଲି ବାହୁଡ଼ିଲା ପଥେ ଚଳନ୍ତି ମନେ ଭାବି ବୋଲଇ ଅବଶ୍ୟ ମାରିବି ଏ ମୋର ଭ୍ରାତା ହିତକାରୀ ଏମନ୍ତ କ୍ରୋଧ ମନେ ଧରି ଜୀବନେ ଥିବା ପରିଜନ୍ତେ ବିଷ୍ଣୁ ନ ଭଜି କଦାଚିତେ ହରିର ତୁଲେ ବାଦ କଲା ଅନ୍ତେ ସେ ବିଷ୍ଣୁଙ୍କୁ ପାଇଲା ତାହାର ତନୟ ପ୍ରହ୍ଲାଦ ନିତ୍ୟ ସେବିଲା ବିଷ୍ଣୁ ପାଦ ବିଷ୍ଣୁ ଭକତ ମହାଶୟ ଦେବେ ଦାନବ ସେ ଅଜୟ ତାହାର ବଂଶେ ତୋର ଜାତ ସ୍ୱଭାବେ ଅଟୁ ଭାଗ୍ୟବନ୍ତ ବ୍ରହ୍ମଜ୍ଞ ମହିମା ତୋର ଏ କୂଳେ ଅତି ଯଶସ୍କର ତିନି ଭୁବନେ ତୁଜେ ରାଜା ସର୍ବେ କରନ୍ତି ତୋର ପୂଜା ଏଣୁ ତୋର ହସ୍ତେ ତୁହି ନିବାସ ଅର୍ଥେ କଳ୍ପେ ଭୂଇଁ ମୋହର ପାଦେ ପାଦ ତିନି ମାପିଣ ଦିଅ ହେ ମେଦିନି ଧାରା ତନୟ ମୋର ନାହିଁ କେବଳ ବସ୍ତୁ ମୁଇଁ ଛଇ ଏ ଭୂମି ଦାନ ଦିଅ ମୋତେ ଯେ ମନ୍ତେ ରହିବି ନିଶ୍ଚିନ୍ତେ ତୁ ଅଟୁ ଭକତ ଈଶ୍ୱର ଆନେ କି ପ୍ରୟୋଜନ ମୋର ଏମନ୍ତ ବିପ୍ର ମୁଖ ଶୁଣି ବୋଲେ ଧନୁଜ ବୀରମଣି ବଳିବାଚ ଭୋ ବିପ୍ର ଶୁଣ ମୋ ଉତ୍ତର ତୁ ଅତି ବାଳକ ଶରୀର ବୃଦ୍ଧର ପ୍ରାୟ କଥା କହୁ ବିଚାରେ ବାଳକ ତୁ ନହୁ ସ୍ୱଭାବେ ବାଳ ବୁଦ୍ଧି ଘେନି ନ ଜାଣୁ ଆତ୍ମା ଲାଭ ହାନି ଅଜ୍ଞାନୀ ପ୍ରାୟ ତୋର ମତି ଏଣୁ ତ ବିପରୀତ ରୀତି ମୁହିଁ ତ୍ରିଲୋକ ଏକ ରାଜା ସର୍ବେ କରନ୍ତି ମୋତେ ପୂଜା ତ୍ରିପାଦ ଭୂମି ମାଗୁ ମୋତେ ଏ ଦାନ ଦେବି ମୁକେ ମନ୍ତେ ଲୋକେ କରିବେ ଉପହାସ ଏ କଥା ନୁହଁ ବିଶ୍ୱାସ ଯେ ବିପ୍ର ଦାନ ଘେନିବ ସେ କାହିଁ ଆନକୁ ମାଗିବ ଏଣୁ ଜୀବିକା ନିର୍ବାହାର୍ଥେ ପୃଥିବୀ ମାଗ ଇଚ୍ଛା ମୋତେ ଏମନ୍ତ ବଳି ମୁଖ ଶୁଣି ବାମନ ବିପ୍ର କହେ ପୁଣି ଶ୍ରୀ ଭଗବାନ ବାଚ ଶୁଣ ହେ ବଳି ନୃପନାଥ ଅଜ୍ଞାନୀ ଜନଙ୍କର ମତ ସମୁଦ୍ର ଆବରଣ ମହି ଏତେ ସମ୍ପଦ ଯେତେ ପାଇ ତେବେ ହେ ଆତ୍ମା ନ ପୁରଇ
ପତି ଥିଲେ ଯେ ଅନେକ ନୃପତି ବୈଶ୍ୟ ଯେ ମାନ ଧାତା ପଦ ଲଭିଣ ଅତୁଲ୍ୟ ସମ୍ପଦ ସେ ଅର୍ଥ କାମ ଯେତେ କଲେ ବିଷ୍ଣୁର ଅନ୍ତ ନ ପାଇଲେ ପୂର୍ବର କର୍ମ ଫଳ ବଳେ ଯେ ଦିନେ ଯାହା ଅବା ମିଳେ ତେଣେ ସନ୍ତୋଷ ଯାର ଚିତ ଯେ ପ୍ରାଣୀ ତ୍ରିଭୁବନେ ସତ୍ୟ ଯେ ଅର୍ଥ କାମେ ଅସନ୍ତୋଷ ହଏ ସେ ବିଧାତାର ବଶ ଉଭୟ ଲୋକେ ସୁଖ ନାହିଁ ଅତୃପ୍ତି ଥିବ ତାର କାହିଁ ସେ ଅସନ୍ତୋଷ ତେଳେ ଜଳେ ଅନଳ ଯେହ୍ନେ ଘୃତ ବଳେ ସନ୍ତୋଷ ଜଳ ବିନ୍ଦୁ ପାଇ ସେ ଅଗ୍ନି ତେଜ ଜେଲି ଭଇ ଏଣୁ ସମ୍ପଦେ କାର୍ଯ୍ୟ ନାହିଁ ତ୍ରିପାଦେ ଦିଅ ମୋତେ ମହି ତେବେ କୃତାର୍ଥ ମୋ ଜୀବନ ଅଧିକେ କିବା ପ୍ରୟୋଜନ ଶ୍ରୀ ଶୁକ ଉବାଚ ହେମନ୍ତ ବାକ୍ୟ ବିପ୍ର ଘୋଷେ ସେ ବାକ୍ୟ ଶୁଣିବାନି ହସେ ବୋଲଇ ଧର କୁଶ ପାଣି ତୋ ପାଦ ପ୍ରମାଣେ ଧରଣୀ ଦେବଇ ସତ୍ୟ ମୋ ବଚନ ଭବିପ୍ରତ ଚିତେ ଘେନ ହେମନ୍ତ ସତ୍ୟ ବଳିବାଣୀ ବାମନ ତୋଷ ମନ ଶୁଣି ଶୁକ୍ର ଯେ ରାଜା ପଛେ ଥିଲା ଦାନର ନିଶ୍ଚୟ ଦେଖିଲା ଶୁକ୍ରାଚାର୍ଯ୍ୟ ଉବାଚ କର ଅଞ୍ଜଳି ଅଗ୍ର କରି ବଳିକୁ କହେ ଆଗ ସରି ଶୁଣ ବୈଲୋଚନ ସୁତ ତୋତେ ଦେଖିଲି ବିପରୀତ ପାତ୍ର ପାତ୍ର ତୁ ନ ଜାଣୁ ବିପ୍ରକୁ ଦାନ ପରିମାଣୁ ଦେଖ ଏ ପ୍ରଭୁ ଭଗବାନ କପଟ ଶରୀର ବାମନ ବିବୁଦ୍ଧ ଗଣ ରକ୍ଷା କାର୍ଯ୍ୟେ ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ଅଦିତି ଗର୍ଭେ ଜାତ ହୋଇ ଓଇଲା ତୋର ଜ୍ଞାନ କାହିଁ ଅନର୍ଥ ଅର୍ଥ ତୁ ନ ଜାଣି ହସ୍ତେ ଧଇଲୁ କୁଶ ପାଣି ଅଦିତି ଗର୍ଭେ ଜାତ ହୋଇ ହେମନ୍ତ ଦେଖିଲା ତ ନାହିଁ ତୋହର ଯଶ ସୁଖ ସିରି ହରି ବାମନ ରୂପ ଧରି ଇନ୍ଦ୍ରକୁ ଦେବ ମାୟା ବଳେ ତୁ ମୂଢ଼ ପଶିବୁ ପାତାଳେ ତିନି ଚରଣେ ତିନି ପୁର ସମ୍ପଦ ହରିବ ତୋହର ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ ତୁ ପୁଣି ବିଶ୍ରାମିବୁ କାହିଁ ପାଦକେ ଅବନି ପୁରିବ ଶରୀର ବ୍ରହ୍ମାଣ୍ଡ ଘଟିବ ଦ୍ୱିତୀୟ ପାଦ ଅଷ୍ଟଦିଶ ବିକ୍ରମେ ଭୁବନ ଆକାଶ ସଂକଳ୍ପ ଯେବେ ତୁ ନ ଦେବୁ ନିଶ୍ଚୟ ତୁ ନରକେ ପଡ଼ିବୁ ସଂକଳ୍ପ କରି ନାନା ଅର୍ଥେ
जेबा नदिए लोभ चिते से काहे थिबो ए संसारे पड़े नरक अंधकारे जे दाने वृत्ति जाई नाश कूल समूले धर्म नाश जे दान केबे हेन करे जस संपद जेणे हरे पूर्वे जे सिद्धि मुनि माने जे धर्म कही छंती जने ताहा कहिबी तो ग्रते राजन सुण एक चिते मन वचन सत्य करी ओंकार नाद से उच्चारी देवी मो बोली जहा करे के ज्ञान थाऊ ताहा हरे ए देह वृक्षर स्वरूप सत्य ताहार फल पुष्प वृक्षर नाशे नाश जानती वृक्षर मूले थिले शांति संकल्प सत्य नाश जानते केबे न मिले जगते आकार उकार मकारे शब्द उच्चारण करे जे ताहा अज्ञाने हरंती निज शरीर न धरंती हास्य संजोग नारी संगे विहार कन्या वर जोगे मृत्युर्थे प्राणीर संकटे गुरु ब्राह्मण कर कष्टे मिथ्या कहिले जेबे तरे एक था केबे न करे एमंत भृगु वाक्य कही बलिता वाक्य मन देई संशय रहिला कचिते गुरु वचने धर्म मते बोलोई विप्र जगन्नाथ भाषा प्रबंधे भागवत बळी बामन वाक्य बंधे कहिले अष्टम स्कंधे सुजने शुण एक चिते हरिचरित भागवते सुजने शुणी एबे भाव ए भावे संसार तरिब इति श्रीमद्भागवते महापुराणे पारमहंस्यां संहितायां 82 अष्टम स्कंधे बळी वामन संवादे नाम अष्टादश अध्याय 19 अध्याय श्री शुक उवाच बळी जे असुरंक पति स्वभावे धर्मे थिला मति कुल आचार्य वाक्य शुणी धर्म धर्म मने गुणी तुनि होइला क्षणे मात्र शिथिल कंप मान गात्र दंड के गुरु मुख चाहि मुखे हरस भाव बही बळिवाच भोगुरु सत्य तोर कथा गृहस्थ जनर व्यवस्था जे धर्म काम अर्थ जस वृत्ति सहिते हुए नाश एमंत धन लोभे भावी विप्रंकु के मंते लंघिवी सर्वदेवता विप्र देहे ब्राह्मण देवे विष्णु रहे एक विप्रकु बंचाइले ब्रह्मांडे जस
ବାସ କରି ଭଲେ। ପ୍ରହ୍ଲାଦ ବଂଶେ ମୁହିଁ ଜାତ, ଏକଥା ଜଗତେ ବିଖ୍ୟାତ। କପଟ ପ୍ରାୟ ମାୟା କରି, କେମନ୍ତେ ସତ୍ୟ ବାକ୍ୟ ହରି। ପଡ଼ି କପାଳ କର୍ମ ବଳେ, ଅଯଶ ଲଭି ବିଷୟଳେ। ସତ୍ୟ ଉପରେ ଧର୍ମ ନାହିଁ, ଏକଥା ପୃଥ୍ୱୀ ଅଛି କହି। ଧର୍ମରେ ସମ୍ପଦ ପତନେ, ନରକେ ନ ତରି ଯେ ସନେ। ସ୍ୱସ୍ଥାନେ ଭୋଗ ନାହିଁ ତାପ, ବିପ୍ରଲଙ୍ଘନେ ଯେତେ ପାପ। ସେ ଭୂମି ଛାଡ଼ି ଅନ୍ତକାଳେ, ମୁକ୍ତି ପାଇବି ଅନ୍ତରାଳେ। ଏ ଭୂମି ବିପ୍ରେ ବାକ୍ୟ ଦେଇ, କେମନ୍ତେ ଲଙ୍ଘି ବଇ ମୋହି। ପ୍ରାଣୀଙ୍କ ହିତ ସାଧୁ ଜନ, ଯେ କରେ ଧନ୍ୟ ତା ଜୀବନ। ମରିଚି ଆଦି ଋଷି ଯେତେ, ପୂର୍ବେ ସାଧନ ସମସ୍ତେ। ପୃଥିବୀ ଆଶା ବଶ କଲେ, ସଙ୍ଗତେ କିବା ଘେନି ଗଲେ। ମୋହର ବଂଶେ ଯେ ଦାନବେ, ଏ ଭୂମି ଗତେ ଥିଲେ ସର୍ବେ। ସେ ସର୍ବେ କାଳେ ଅସ୍ତ ହେଲେ, ଯଶ ରହିଲା ମୋହି ତଳେ। ସମରେ ଯେ ବୀର ପଶନ୍ତି, ଆତ୍ମା ବିଚାର ନ କରନ୍ତି। ଯେ ତୀର୍ଥେ ତ୍ୟଜନ୍ତି ଶରୀର, ସ୍ୱଧର୍ମ କରନ୍ତି ବିଚାର। ଯେ ସତ ପାତ୍ରେ ଦିଅନ୍ତି ଦାନ, ସେ ସର୍ବେ ସାତ୍ୱିକ ଜୀବନ। ଏ ସତ୍ୟ ଧର୍ମ ଦୁଇ କରି, ତୁମ୍ଭ ବଚନ ମନେ ଧରି। ଏ ମୋର ଶରୀର ନଥିବ, ଏଥକୁ ସାକ୍ଷୀ ସଦାଶିବ। ବ୍ରହ୍ମାର ବଂଶେ ଜାତ ହୋଇ, ଏ ମନ୍ତ କହ କାହିଁ ପାଇଁ। ମୁଁ ଯେ ଧରଣୀ ଦେବି ଦାନ, ଏଥକୁ ସାକ୍ଷୀ ଭଗବାନ। ଅନେକ ଯଜ୍ଞ ମତେ ପୂଜି, ଯାର ଚରଣେ ଭାବେ ମଜି। ସେ ହରି ଦୟା ମତେ କରୁ, ଅଥବା ଶରୀର ସଂହାରୁ। ତହିଁକି ମୋର ଚିନ୍ତା ନାହିଁ, ବିପ୍ରେ ଧରଣୀ ଦେବି ମୋହି। ଅଧର୍ମ ମାର୍ଗେ ଯେବେ ମତେ, ବିପ୍ର ମାରିବେ କୋପ ଚିତ୍ତେ। ଏ ବ୍ରହ୍ମା ତନୁ ନଷ୍ଟ ମୋର, ମୁଁ ତ ଏହାର ନିର୍ବିକାର। ଯେବେ ବ୍ରାହ୍ମଣ ରୂପ ଧରି, ବିଷ୍ଣୁ ମୋ ସଙ୍ଗେ ବାଦ କରି। ଯେବେ ମାରିବେ ଯୁଦ୍ଧେ ମତେ, ମତ ଧର୍ମ କେ ଜଗତେ। ଶ୍ରୀ ଶୁକ ଉବାଚ ଏ ମନ୍ତ ବଳି ଶୁଣି ମୁଖେ, ସେ ଭୃଗୁ ଅତି ମନ ଦୁଃଖେ। ବଳିର ସତ୍ୟ କଳ୍ପ ଦେଖି, କ୍ରୋଧେ ଅରୁଣ କରି ଆଖି। କଟାକ୍ଷ ନୟନେ ଅନାଇ, মুখে কি অনল জলই নির্ঘাতে কম্পিত নিঃশ্বাসে বলি কি সাপ দেলে রোষে তু সত্য সন্ধ নৃপমণি মোহর মহিমান জানি মো বাক্য ন কলু রে দুষ্ট
নষ্ট, সর্বসম্পদ হেউ নষ্ট। এমন্ত গুরু সাপ পাই, ধরণী দানে মন দেই। বামন বেনি পাদ ধরি, উদক পূর্ব পূজা করি। বଳିর পত্নী বিন্ধ্যাবଳି, কর্ণে ভূষণ রত্নমাଳି। উদক পূর্ণ ঘট বেগে, ঘেনি মিଳିଲା ସ୍ୱାମୀ ଆଗେ। ବଳି ବାମନ ପାଦ ଯୁଗେ, ଜଳ ଢାଳିଲା ନେଇ ବେଗେ। ପାଦ ଉଦକ ଘେନି ଶିରେ, ଆନନ୍ଦେ ପୁଲକ ଶରୀରେ। ଯେ ଜଳ ଭୁବନ ପାବିନି, କାନ୍ତ କାମିନୀ ସଙ୍ଗେ ଘେନି। କୃତାର୍ଥ ହୋଇ କର ଯୋଡ଼ି, ଚରଣେ ପୁନ ପୁନ ପଡ଼ି। ଆନନ୍ଦ ସାଗରେ ବୁଡ଼ିଲେ, ଶୂନ୍ୟ ଯେ ଦେବେ ଶୁଣୁଥିଲେ। ଗନ୍ଧର୍ବ ଗଣ ବିଦ୍ୟାଧର, ସିଦ୍ଧ ଚାରଣ ଯେ କିନ୍ନର। କରନ୍ତି ଜୟ ଜୟ ବାଣୀ, କୁସୁମ କଳ୍ପ ବୃକ୍ଷ ଆଣି। ସିଞ୍ଚୀଣ ମନ୍ଦାକିନୀ ବାରି, ପୁଷ୍ପ ବରଷି ସ୍ତୁତି କରି। ସହସ୍ର ଦୁନ୍ଦୁଭି ଶବଦେ, କମ୍ପଇ ଚତୁର୍ଦିଗ ବାଦେ। ନୃତ୍ୟ କରନ୍ତି ଅପସରି, ମଙ୍ଗଳ ଗୀତେ ନାଦ ଭରି। ଆଗ ହୋଇଲା ତାର ରାଣୀ, ବଳି ଯେ ଘେନି କୁଶ ପାଣି। ବେଦ ବଚନେ ବାକ୍ୟ କରି, ସ୍ୱାମୀ କାମିନୀ ମଦ ଭରି। ବ୍ରାହ୍ମଣେ କର ସ୍ତୁତି ନାଦ, ଧରିଣ ଦେଲା ତିନି ପାଦ। ଆତ୍ମା ସନ୍ତୋଷେ ଯେତେ ଧନ, ଦକ୍ଷିଣା ଦେଲା ଯଜମାନ। ତାର ଦୁର୍ଲଭ କର୍ମ ଶୁଣି, ଦେବେ କରନ୍ତି ଜୟ ବାଣୀ। ବାମନ ହସ୍ତେ ଜଳ ଘେନି, ପାଦରେ କମ୍ପିଲା ମେଦିନୀ। ବାମନ ବଳି ମୁଖ ଚାହିଁ, ବୋଇଲେ ଆଉ ମହି କାହିଁ। ବଳି ବୋଇଲେ ଦେବୀ ସ୍ୱର୍ଗ, ବାମନ ପାଦ ଦେଲେ ବେଗ। ଦ୍ୱିତୀୟ ପାଦ ସ୍ୱର୍ଗେ ଢାଙ୍କେ, ଘୋର ଶବଦ ଦିଗ କମ୍ପେ। ଅଦ୍ଭୁତ ବାମନ ଶରୀର, ପୁରିଲା ସ୍ୱର୍ଗ ଅଭ୍ୟନ୍ତର। ବଳି ଯେ ଆଶ୍ଚର୍ଯ୍ୟ ଚକିତେ, ପ୍ରବେଶ ବାମନ ଅଗ୍ରତେ। ଦେଖଇ ବାମନ ଶରୀର, ଦେବ ମାନବେ ଅଗୋଚର। ନିର୍ଗୁଣ ଆତ୍ମା ସେ ସ୍ୱଭାବେ, କିବା ଉପମା ଦେବା ଏବେ। ବେନି ଚରଣେ ଭୂ ଆକାଶେ, ପର୍ବତ ଗଣେ ଜଙ୍ଗ ଦେଶେ। ବିହଙ୍ଗ ଗଣ ଜାନୁ ମୂଳେ, ଉଡ଼ନ୍ତି ଯେହ୍ନେ ଅନ୍ତରାଳେ। ସନ୍ଧ୍ୟା ଦିଶଇ ବସ୍ତ୍ର ପ୍ରାଏ, ମରୁତ ଗଣ ଉରୁଦଏ। ଗୃହରେ ପ୍ରଜାପତି ଦିଶେ, ଜଘନ ତଳର ରାକ୍ଷସେ। ନାଭି ପ୍ରଦେଶେ ନଭ ଦିଶେ, ଶପଥ ସିନ୍ଧୁ କୃକ୍ଷି ଦେଶେ।
ଭରେ ବିରାଜେ ତାରା ଗଣ ଯେହ୍ନେ ଅଳଙ୍କାର ଭୂଷଣ ଧର୍ମ ବିଚାର ହୃଦ ମଧ୍ୟେ ନିଜ ଶରୀର ଅଧ ଊର୍ଧ୍ୱେ ସ୍ତନ ମଣ୍ଡଳେ ଋତ ସତ୍ୟ ମନ ପ୍ରକାଶେ ନିଶାନାଥ କମଳ ହୃଦୟ ବିରାଜେ କମଳ ବେଣୀ ହସ୍ତେ ସାଜେ କଣ୍ଠେ ବିରାଜେ ସାମବେଦ ରସ ପ୍ରକାଶେ ଅନୁପଦ ଦେବତାଦି ଦିଗପାଳେ ଦିଶନ୍ତି ଭୁଜ ଅନ୍ତରାଳେ ଗଗନ ଦିଶେ ଶିର ଦେଶେ ମେଘେ ବସନ୍ତି କେଶ ପାଶେ ନାସିକା ମଧ୍ୟେ ବହେ ଶ୍ୱାସ କର୍ଣ୍ଣେ ବିରାଜେ ସର୍ବଦିଶ ବେନି ଲୋଚନେ ରବି ଦିଶେ ବଦନେ ଅନଳ ପ୍ରକାଶେ ବାଣୀରେ ସପ୍ତ ଛନ୍ଦ ଦିଶେ ଜିହ୍ୱାରେ ବରୁଣ ପ୍ରକାଶେ ବିଧି ଯେ ନିଷେଧ ଭୂଦେଶେ ରାତ୍ର ଦିବସ ପକ୍ଷେ ଦିଶେ କ୍ରୋଧ ଲଲାଟେ ପ୍ରକାଶଇ ଅଧର ଦେଶେ ଲୋଭ ବହି ସ୍ପରଶେ କନ୍ଦର୍ପର ହୋଇ ଯେତେ ସଲିଳ ବିରାଜଇ ଅଧର୍ମ ପୃଷ୍ଠ ଦେଶେ ରହେ କ୍ରମଶ ମାର୍ଗେ ଯୋଗ ସହେ ଛାୟାରେ ମୃତ୍ୟୁ ବିରାଜଇ ହସିତ ମାୟାରେ ବସଇ ତନୁ ପାଦପେ ନାନା ଜାତି ଔଷଧ ବୃକ୍ଷ ବିରାଜନ୍ତି ନଦୀ ସମୂହ ନାଡ଼ି ଦେଶେ ଶିଳା ସମୂହ ନଖେ ବସେ ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେ ପ୍ରାଣେ ଦେବତା ଋଷି ସାଧେ ସ୍ଥାବର ଜଙ୍ଗମ ସହିତେ କୀଟ ପତଙ୍ଗ ଦିଶେ ଗାତ୍ରେ ସର୍ବାଙ୍ଗେ ଦିଶେ ତିନି ପୁର ଦେବ ମାନବେ ଅଗୋଚର ନିଜ ଆୟୁଧ ଚତୁର୍ଭୁଜେ ଶଙ୍ଖ କମଳ ଚକ୍ର ସାଜେ ଗଦା ସାରଙ୍ଗ ଅଛି କର ତୃଣକ୍ଷୟ ବାଣଧର ସୁନନ୍ଦ ମୋକ୍ଷ ପାଇ ସାଧେ ସ୍ୱରୂପେ ସ୍ତବନ ଆନନ୍ଦେ ଦିଗ ଉତ୍ତାରି ଦିଗ ପାଳେ ମୁନି ବିବୁଧ ଅନ୍ତରାଳେ କିରୀଟ ଅଙ୍ଗଦ ଉଜ୍ଜ୍ୱଳ ଶ୍ରବଣେ ମକର କୁଣ୍ଡଳ ଶ୍ରୀବତ୍ସ ଚିହ୍ନ ବନମାଳୀ କଟିରେ ସୁବର୍ଣ୍ଣ ମେଖଳା ବନମାଳାର ଗନ୍ଧ ବାସେ ଭ୍ରମର ଓଢୁଛନ୍ତି ପାଶେ ପାଦକେ ଧରଣୀ ପୁରିଲା ଦ୍ୱିତୀୟ ସ୍ୱର୍ଗଗ୍ରସ୍ତ ହେଲା ପୁରିଲା ଚତୁର୍ଭୁଜେ ଦିଗ ଶରୀରେ ପୁରେ ନଭୋ ମାର୍ଗ ଏମନ୍ତେ ବାମନର ଦେଇ ତୃତୀୟ ପାଦ ଠାବ ନାହିଁ ମହତ ଜନ ତପଲୋକ ଲୁଚିଲା ବାମନ ମସ୍ତକ ବୋଇଲା ବିପ୍ର ଜଗନ୍ନାଥ ଅଦ୍ଭୁତ ବାମନ ଚରିତ
सुजने शुण एक चिते भाषा प्रबंधे भागवते बोलिबा मन ए प्रस्ताव शुणी त्रितापने स्तरीव। इति श्रीमद्भागवते महापुराणे पारमहंस्यां संहितायां वैयासिक्याम् अष्टमस्कन्धे वामन विश्वरूप दर्शने नाम ऊनविंशोऽध्याय।